ବତ୍ସ, ତୁମମାନଙ୍କ ଆଧ୍ୟାତ୍ମ ଜୀବନର ଭାର ମୁଁ ସ୍ୱେଚ୍ଛାରେ ଗ୍ରହଣ କରିଛି। ଯଦି ମୋ ପ୍ରତି ବିନ୍ଦୁମାତ୍ର ବିଶ୍ୱାସ ଥାଏ, ତେବେ ତୁମମାନଙ୍କର ଆଉ କୌଣସି ଚିନ୍ତା କରିବାର ନାହିଁ। ତୁମେମାନେ କୌଣସି ଆଧ୍ୟାତ୍ମିକ କ୍ରିୟାକର୍ମ ନ କରି ହସି ଖେଳି ବୁଲିଲେ ମଧ୍ୟ ମୁଁ ତୁମମାନଙ୍କର ମଙ୍ଗଳ କାମନା ନିୟତ କରୁଥିବି ଏବଂ ତୁମେମାନେ ମୋ ସମାନ ଗତି ଲାଭ କରିବ। ବତ୍ସ, ତୁମେ ଲାଞ୍ଛିତ ପୀଡ଼ିତ ହୋଇ ମଧ୍ୟ ଯେଭଳି ଗୁରୁଭକ୍ତି, ଧୀରତା, ନମ୍ରତା ପ୍ରଭୃତି ଗୁଣର ପରିଚୟ ଦେଉଛ, ତାହା ଜଗତରେ ଅତୁଳନୀୟ। ବତ୍ସ, ମୁଁ ଯେ ତମ ସାଙ୍ଗରେ ନରକକୁ ଯିବାକୁ ମଧ୍ୟ କୃତ ସଂକଳ୍ପ। ସମୟକ୍ରମେ ସବୁ ପାଇବ। ହସି ଖେଳି ତାଙ୍କର ଗୁଣଗାନ କରୁଥାଅ। ବତ୍ସ, ମରୁଭୂମି ସଦୃଶ ସନ୍ନ୍ୟାସୀର ହୃଦୟ ମଧ୍ୟ ତୁମମାନଙ୍କ ପ୍ରେମରେ ଆର୍ଦ୍ର ହୋଇଯାଉ। ମୁଁ ମାୟାତ୍ୟାଗୀ ସନ୍ନ୍ୟାସୀ ହୋଇ ମଧ୍ୟ ତୁମମାନଙ୍କର କୋମଳ କଠିନ ବନ୍ଧନରେ ଆବଦ୍ଧ ହୋଇଯାଇଛି। ଇଚ୍ଛା କରି ମଧ୍ୟ ସେ ବନ୍ଧନ କୋହଳ କରିପାରୁନାହିଁ। ସବୁ ଭୁଲିଯାଇ ମୁଁ କେବଳ ତୁମମାନଙ୍କ ଚିନ୍ତାରେ ମୁଗ୍ଧ ହୋଇ ରହିଛି। ଯେଉଁ ହୃଦୟରେ ଦିନେ ଭଗବାନ ଏକାଧିପତ୍ୟ ବିସ୍ତାର କରୁଥିଲେ, ସେହିଠାରେ ତୁମେମାନେ ହିଁ କ୍ରମେ ଫୁଟି ଉଠିଛ। ମୁଁ କ'ଣ ତୁମମାନଙ୍କୁ ଭୁଲି ଯାଇପାରେ? ତୁମେମାନେ ପରା ମୋ ମାନସ ରାଜ୍ୟର ପୋଷାସାରୀ ଓ କ୍ରୀଡ଼ନକ। ମୁଁ ସର୍ବଦା ତୁମମାନଙ୍କ ମଧୁର କାକଳିରେ ବିଭୋର ରହିଛି। ତୁମମାନଙ୍କ କଥା ସବୁବେଳେ ବସି ଭାବନା କରୁଛି। ତଥାପି ତୁମମାନଙ୍କ ମନରେ କୌଣସି ଚିନ୍ତା ଜାଗ୍ରତ ହେଲେ ମୋତେ ନିଶ୍ଚିତ ଜଣାଅ। ମୂଳ ଓ ସ୍ଥୂଳ। ଗୁରୁ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ ଆଧ୍ୟାତ୍ମିକ। ବାହ୍ୟ ଭାବରେ ସମ୍ପର୍କ ରଖିବାକୁ ଗଲେ ଗୁରୁ 5 ଜଣରୁ ଅଧିକ ଶିଷ୍ୟ କରିପାରିବେ ନାହିଁ। ପ୍ରାଣର କଥା ପ୍ରାଣେ ପ୍ରାଣେ କହିବାକୁ ଅଭ୍ୟାସ କର। ଧୈର୍ଯ୍ୟ ଓ ଗାମ୍ଭୀର୍ଯ୍ୟରେ ବିମଣ୍ଡିତ ହୁଅ। ଅନ୍ତରର ଭାବ ଅନ୍ତରରେ ଗୋପନ ରଖି ଦିନେ ମହାଭାବର ସାକ୍ଷାତ ପାଇବ। ଭଗବାନ ସଂସାର ମଧ୍ୟ ଦେଇ ଆଧ୍ୟାତ୍ମିକ ରାଜ୍ୟର ପଥ ପ୍ରସ୍ତୁତ କରି ରଖିଛନ୍ତି। ମୁଁ ଗୁରୁ ମୋ ଆଦେଶ ଉପଦେଶକୁ ବାରମ୍ବାର ଅବମାନନା କରି ନିଜ ପ୍ରବୃତ୍ତି ବେଶରେ ଚଳିଲେ ମୁଁ ତୁମକୁ ଶିଷ୍ୟ ବୋଲି ମନେ କରିବି କିପରି? ମୋ ପ୍ରଦତ୍ତ ନାମ ନିୟମିତ ଜପ କର। ସାଧକ, ଗୃହୀ, ବ୍ରହ୍ମଚାରୀଙ୍କ ପରି ଚଳ। ମତ୍ ପ୍ରଣୀତ ବ୍ରହ୍ମଚର୍ଯ୍ୟ ସାଧନର ନିୟମ ଅନୁସାରେ ନିଜକୁ ଗଠନ କର। ମୋ ସହିତ ସାକ୍ଷାତ ହେଲେ ସେ ସମ୍ବନ୍ଧରେ ଉପଦେଶ ଦେବି। ତୁମେ ଶିଷ୍ୟ ହୋଇ ମୋର ଗୁଣ ବ୍ୟାଖ୍ୟାନ କରି କାହାକୁ ମୋର ଶିଷ୍ୟ ହେବାକୁ ଉପଦେଶ ଦେଲେ ଲୋକେ ତୁମକୁ ଗୁରୁଙ୍କର ଦଲାଲ ବୋଲି ମନେ କରିବେ। ସୁତରାଂ ମୋ କଥା କାହାକୁ କହିବାକୁ ହେବ ନାହିଁ। ତୁମେ ସୁଖୀ ହେଲେ ଓ ତୁମେ ଶାନ୍ତି ପାଇଲେ ଦେଖିବ, ତୁମ ଆଦର୍ଶରେ ଅନୁପ୍ରାଣିତ ହୋଇ ଆପଣା ମନକୁ ଲୋକେ ମୋ ଆଡ଼କୁ ଆକୃଷ୍ଟ ହେବେ। ତେବେ ଭଗବାନଙ୍କ ମହିମା ପ୍ରଚାର କଲେ ସମସ୍ତଙ୍କର ଧର୍ମରେ ମତି ରହେ। ସେପରି ଚେଷ୍ଟାରେ ଦୋଷ ନାହିଁ। ବତ୍ସ, ଗୁଣ ଓ ଶକ୍ତି ବ୍ୟତୀତ ଜୀବ ନିକଟରେ ଭଗବାନ ଯେପରି ନିରର୍ଥକ, ସେହିପରି ଭକ୍ତଙ୍କ ବ୍ୟତୀତ ଗୁରୁଙ୍କର ଗୁରୁତ୍ୱ ବିଫଳ। ଶିଷ୍ୟ ପ୍ରାଣରେ ଶ୍ରୀ ଗୁରୁଦେବଙ୍କର ବିକାଶ ନ ହେଲେ ଶିଷ୍ୟତ୍ୱ ବୃଥା। ଜୟ ଗୁରୁ। ନିଗମ ଉପଦେଶ। ଜୟ ଗୁରୁ।